हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ध्यानामूलं गुरुर्मूर्ति पूजामूलं गुरुर्पदं मंत्रमूलं गुरुर्वाक्यं मोक्षमूलं गुरुर्कृपा मोक्षमूलं गुरुर्कृपा। बोले महापुरुष अच्युतानंद जी की शुद्धि यानी ज्ञानी गुणी मंडली। आज मालिका वचनर आलोचना को आपण मानक स्वागत जनाऊँ। आज मालिका वचनर आलोचन आम आलोचना करुचे महापुरुष सुंदर भाव अच्युतानंद कहउचंती जहाको सनातन धर्म गीतार मध्य ठाकुर अभिराम परमहंस कहिथिले। जो ठाकुर अभिराम परमहंस विषय रे अच्युतानंद महापुरुष 600 वर्ष तले मालिका शास्त्र लिखिथिले 5 जन शिष्य मुक्ति पाइबे सर्वे जीवे खपर रे करमला नाम विख्यात होइब श्रीक्षेत्र होइब थरे अनेक शास्त्र पुराण लिखिब सिद्धांत वचन तार परमहंस जे नाम भणाइब सर्वे डाकिबे ठाकुर। महापुरुष लिखिदे शिवकल्प नवखंड निर्घंटरे ये कथा लीला आगु को हब ठाकुर अभिराम परमहंस आगु को जन्म हेबे किंतु ता पूर्व महापुरुष अच्युतानंद लिखिदे जेभली भाव महामुनि वाल्मीकि राम जन्म हवा पूर्वर रामायण शास्त्र लिखिदे तो सही भली भाव अच्युतानंद महापुरुष अभिराम ठाकुर लिखि तेणु हे ज्ञानी गुणी मंडली श्रद्धेयानी महापुरुष सी कथा कहते कहले बाबूरे सी मध्य सनातन धर्म गीतार कही कौन ना सनातन धर्म कर्ता जोगेश्वर हरि बाबू जोगेश्वर हरि ये धर्म स्थापिबे दिने नरतनु धरी बाबू नरतनु धरी। सनातन धर्मकर्ता जोगेश्वर हरि ये सनातन धर्मकर्ता होचने कि ना जोगेश्वर हरि स्वयं भगवान से कौन करिवे अभिराम ठाकुर कहउचने सनातन धर्म गीतारे कहले ये धर्म स्थापिबे दिने नरतनु धरी ये सनातन धर्म को स्थापना करिवे कारण जुगे जुगे भगवान कहीं आविर्भाव हुंती कहले अभिराम ठाकुर जुगे जुगे हुंती धर्म स्थापिबा को जात धर्म स्थापिबा को नहिले पृथ्वी देवी हंतार स्वागत बाबू हंतार स्वागत। अभिराम ठाकुर कहउचंती जुगे जुगे धर्म स्थापिबा को हंती जात से भगवान जुगे जुगे जात हुंती कौन पाई ना जेते बेले अधर्म दुराचार संसार बढ़ी जाए अन्याय अनीति संसार बढ़ी जाए साधु संत मान ऊपर अत्याचार जोरे बढ़े से कही ना साधु को कले साधु को दिए जे कसाणा साधु को दिए जे कसाणा ताको संहारे नारायण ताको संहारे नारायण
ସାଧୁଙ୍କୁ ଦିଏ ଯେ କଷଣ ତାକୁ ସଂହାରେ ନାରାୟଣ। ସାଧୁମାନଙ୍କୁ ଯିଏ କଷଣ ଦିଅନ୍ତି, ସନ୍ଥ ଲୋକମାନଙ୍କୁ ଯିଏ କଷ୍ଟ ଦିଅନ୍ତି, ଦିଏ ସଜ୍ଜନମାନଙ୍କୁ ଦୁଃଖ ଦିଅନ୍ତି। ଆଜି ଅନେକ ଲୋକ ଦୁନିଆରେ ଅଛନ୍ତି ଅନ୍ୟକୁ ଦୁଃଖ ଦେଇକି ନିଜେ ଖୁସି ହୁଅନ୍ତି। ଅନ୍ୟକୁ ଦୁଃଖ ଦେବା, ଅନ୍ୟ ମନରେ କଷ୍ଟ ଦେବା, ଅନ୍ୟ ମନରେ ଯନ୍ତ୍ରଣା ଦେବା ବ୍ୟାସଦେବ ଲେଖିଲେ। 18 ଖଣ୍ଡ ପୁରାଣ ରଚନା କରି ସାରିଲା ପରେ ତାର ନିର୍ଯାସ ଯେତେବେଳେ ପଚରା ଗଲା, ହେ ମହାମୁନି, ହେ ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ, ହେ ମହାମୁନି ବ୍ୟାସ, ଆପଣ 18 ଖଣ୍ଡ ପୁରାଣ ରଚନା କରି ସାରିଲା ପରେ 18 ଖଣ୍ଡର ଉପପୁରାଣ ରଚନା କଲେ ଏବଂ ତାପରେ ପରେ ଶ୍ରୀମଦ ଭାଗବତ ମହାପୁରାଣ ରଚନା କରିଛନ୍ତି। କିନ୍ତୁ ଏ ସବୁ ପୁରାଣ ଶାସ୍ତ୍ରର ନିର୍ଯାସ କ'ଣ? ବ୍ୟାସ କ'ଣ ଉତ୍ତର ଦେଇଥିଲେ? ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନଂ ଦ୍ୱୟଂ। 18 ଖଣ୍ଡ ପୁରାଣର ନିର୍ଯାସ ବ୍ୟାସ ବାହାର କରି କହିଲେ, ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନଂ ଦ୍ୱୟଂ। ମୋର ଦିଟା ବଚନ, ଦିଟା ଜିନିଷକୁ ମୁଁ ସାର ବୋଲି ନିର୍ଯାସ ବୋଲି କାଢିଛି। ତା କ'ଣ ନା ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନମ୍। କ'ଣ ନିର୍ଯାସ? ନା ପରୋପକାରାୟ ସ୍ୱର୍ଗାୟ, ପରର ଉପକାର, ପରର ହିତ ସାଧନ କରିବା। ଇଏ ହେଉଛି ଭବସାଗର ରୂପକ ସଂସାର, ହେଉଛି କ'ଣ ନା ପୁଣ୍ୟ ବା ସ୍ୱର୍ଗ। ଏଇଠି ସ୍ୱର୍ଗ ଅଛି, ପରର ଉପକାର କରନ୍ତୁ। ଆଜିର ଦୁନିଆରେ ତାହା ସହଜ କଥା ନୁହେଁ। ଯାହାର ଉପକାର ଆପଣ କରିବେ, ଯାହାର ଆପଣ ହିତ ସାଧନ କରିବେ, ଯାହାର ଆପଣ ଯାହାକୁ ସାହାଯ୍ୟ କରିବେ, ମନେ ରଖିଥାନ୍ତୁ ବର୍ତ୍ତମାନ ପରିସ୍ଥିତିରେ, ବର୍ତ୍ତମାନ ମଣିଷର ଚରିତ୍ର ପ୍ରକୃତି ଆଜି ଏମିତି ହେଇଛି, କଳିର ପ୍ରଭାବରେ ପ୍ରଭାବିତ ହେଇ କ'ଣ ହେଇଛି ନା ସେଇ ଲୋକ ଆପଣଙ୍କର ପ୍ରଥମେ କ୍ଷତି କରିବ, ଆପଣ ତା ଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହେବେ। ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି ଗୋଟିଏ ଗଧିଆଟେ ଗୋଟେ ଖାଲରେ ପଡ଼ିଯାଇଥିଲା ଜଙ୍ଗଲରେ। ଗୋଟେ ଜଙ୍ଗଲଟେ, ଗୋଟେ ଗଧିଆଟେ, ଜଙ୍ଗଲରେ ଯେଉଁ ଗଧିଆ ଅଛନ୍ତି, ସେ ଗଧିଆଟେ ଗୋଟେ ଖାଲରେ, ବଡ଼ ଖାଲରେ ପଡ଼ିଯାଇଥିଲା। ଯେତେ ସେ ଚେଷ୍ଟା କଲା ସେ ଖାଲରୁ ବାହାରିବା ପାଇଁ, କିନ୍ତୁ ସେ ଚେଷ୍ଟାରେ କୃତକାର୍ଯ୍ୟ ହେଇପାରିଲା ନାହିଁ, ଅସଫଳ ହେଲା। ଖାଲରୁ ମୋଟେ ବାହାରି ପାରିଲାନି। ଗଧିଆଟେ ଦେଖିଲା, ଚାରିଆଡ଼େ ଡାକିଲା, କହିଲା କିଏ କେଉଁଠି ଅଛ, ମୋତେ ସାହାଯ୍ୟ କର, ମୁଁ ଖାଲରେ ପଡ଼ିଯାଇଛି, ମୋତେ ଉଦ୍ଧାର କର। କିଏ କାହିଁକି ଶୁଣିବାକୁ ଯିବ? ନିଜ ବାଟରେ ନିଜେ ସବୁ ଜଙ୍ଗଲରେ କିଏ ନିଜ କାମରେ ବ୍ୟସ୍ତ ଥାଆନ୍ତି, ହରିଣ ମୃଗ ଏମାନେ ସବୁ ଚରୁଥାନ୍ତି। ତାପରେ ବିଶ୍ୱାସ କଲେ ନାହିଁ, ଇରେ ଖାଲରେ ପଡ଼ିଛି, ତାକୁ ଆମେ ଉଠେଇବା, ଉଠେଇଲା ବେଳୁ ସିଏ ଆମକୁ ଆଗେ ମାରିବ। ତେଣୁ କେହି ସାହାଯ୍ୟ କଲେ ନାହିଁ। ଦଇବା ସେଇ ଖାଲ ନିକଟରେ, ସେ ଗର୍ତ୍ତ ନିକଟରେ ଗୋଟେ ଗାଈଟି ଚରୁଥିଲା। ଏ ଗାଈଟି ଚରିବା ଦେଖି ବୋଧେ କହିଲା, ମୁଁ ତ ଏମିତି ଡାକୁଛି ସମସ୍ତଙ୍କୁ, ଇରେ ମୋତେ ସାହାଯ୍ୟ କର, ମୁଁ ଏ ଖାଲରେ ପଡ଼ିଯାଇଛି, ମୋତେ ରକ୍ଷା କର, ରକ୍ଷା କର, ଆଉ କେହି ମୋ କଥା ଶୁଣୁନାହାନ୍ତି। ତେଣୁ ମନ ଭିତରେ କପଟ ରଖି ସେ କହିଲା, ଭଉଣୀ, ଗାଈକି କହିଲା ଗଧିଆ, ଗୁରୁଦେବ ଲେଖିଛି ନା ୟାକୁ ପ୍ରଜ୍ଞା ପୁରାଣରେ, କହିଲା ଭଉଣୀ ଟିକେ ମୋ କଥା ଟିକେ ଶୁଣ। ନା କ'ଣ ହେଇଛି? ଗାଈଟି ପାଖରେ ପହଞ୍ଚିଲା, ଯାଇ ଖାଲ ପାଖରେ, କ'ଣ ହେଇଛି? ନା ଭଉଣୀ, ତୁମେ ଯେଉଁ ଚରୁଛ, ଘାସ ଚରୁଛ, କିନ୍ତୁ ଜାଣିଛ ନା ଏଇ ଯେଉଁ ଖାଲ ଭିତରେ ମୁଁ ପଡ଼ିଛି, ଏଠି ବହୁତ କଅଁଳିଆ କଅଁଳିଆ ଘାସ ଅଛି। ଆହା, କି ସୁନ୍ଦର ଲାଗୁଛି, କି ମିଠା ଲାଗୁଛି ଏ ଘାସ। ତୁମେ ତାକୁ ଛାଡ଼ିକି ଯଦି ୟା ଭିତରକୁ ଆସିବ, ତାହେଲେ ତୁମେ ବଢ଼ିଆ ସବୁଜ ଘାସ ଏଠାରେ ପାଇପାରିବ। ଏ ଭିତରକୁ ପଳେଇ ଆସୁନ। ଗଧିଆ କଥାରେ ବିଶ୍ୱାସ କରି ଗାଈଟି କ'ଣ କଲା ନା ତତକ୍ଷଣାତ ସେ ଗର୍ତ୍ତ ଭିତରକୁ ଡେଇଁ ପଡ଼ିଲା। ଯେମିତି ଗାଈଟି ଡେଇଁଛି, ଗଧିଆ କାଳ ବିଳମ୍ବ ନ କରି ଗାଈ ପିଠି ଉପରେ ଚଢ଼ି ଗାତ ଉପରକୁ ବାହାରିକି ପଳେଇଲା। ଆଜି ଏକୁଟିଆ ଖାଲ ଭିତରେ ଥିଲା, ଯେତେ ଉପରକୁ ଡିଆଁ ମାରିକି ଉଠୁଥିଲା, ଉଠି ପାରିନଥିଲା। କିନ୍ତୁ ଗାଈଟି ଯେତେବେଳେ ସେ ଖାଲରେ ପଡ଼ିଗଲା, ତା ପିଠି ଉପରେ ଚଢ଼ିକି ଡିଆଁ ମାରିକି ଉପରକୁ ବାହାରିକି ପଳେଇଲା। ଗାଈ କହିଲା, ଏଇରେ ଘାସ ପାଛ ତା ଭିତରେ କିଛି ନାହିଁ, ମୋତେ ଏମିତି ତୁ ଓଲୁ ବନେଇଲୁ। ତୋ କଥା ଉପରେ ମୁଁ ବିଶ୍ୱାସ କରି, ତୋ ଉପରେ ବିଶ୍ୱାସ ରଖି ମୁଁ ଏଇ ଖାଲ ଭିତରକୁ ଡେଇଁଲି, କିନ୍ତୁ ଦେଖିଲା ବେଳକୁ ଏ ଭିତରେ କିଛି ନାହିଁ, ଘାସ ପାଛ କିଛି ନାହିଁ। ତୁ ନିଜେ ଉପରକୁ ଉଠିବା ପାଇଁ ଏସବୁ ଯୋଜନା କରିଥିଲୁ, ମୋତେ ବୋକା ବନେଇଦେଲୁ। କିନ୍ତୁ ଗାଈଟି କହିଲା, ଠିକ୍ ଅଛି,
मते सिना ए खाले तू पकेलु तू उपरକୁ बाहरी गलु तू भावुचु कि खाले मोर प्राण चली जीवन ना तू एटी पड़िकी रही तो प्राण जाइना तो कहीं रक्षा कर न था कि मुझे मनुष्यर उपकारी प्राणी हुए तो ये बाटे कि यात्री जीवे को लोक जीवे आ मते देखिए खालर निश्चित उद्धार करेंगे बाहर करेंगे कहीं ना मुझे अन्य काम आसि महापुरुष से कथा सुंदर भाव कही दुनिया रे जहाँ को आप आज उपकार जार करेंगे जहाँ को बेसी साहाय्य करेंगे जार बेसी हित करेंगे ता द्वारा आपण आगे क्षतिग्रस्त हेबे ये शिक्षा आम पाइले कि महापुरुष से कहते साधु सन्थ सज्जन मान जो दुरात्मा मानकर जोरे बढ़ अत्याचार बढ़ से कौन हुए ना से जुगे जुगे हंती धर्म स्थापिबा को जात धर्म स्थापिबा को जात नहिले पृथ्वी देवी हंतार स्वागत बाबू हंतार स्वागत जुगे जुगे हंती धर्म स्थापिबा को जात भगवान प्रभु ईश्वर से निराकार नराकार ही अर्थात अरूपर रूप ही निर्गुण सगुण ही कहीं आसंती धराधाम कौन पाई ना जुगे जुगे हंती धर्म स्थापिबा को जात धर्म स्थापिबा को से जात हंती ये संसार रे ये पृथ्वी रे जेबे जेबे धर्मर ग्लानि हुए जदा जदा ही धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। अर्जुन रे मु जुगे जुगे संभवामि हुए जुगे जुगे मु जात हुए जुगे जुगे मु अवतार निये कहीं धर्म स्थापना करिया पाई। अभिराम ठाकुर से कथा कहले जुगे जुगे हंती धर्म स्थापिबा को जात आ धर्म स्थापिबा को यदि जात से न हुंते नहिले पृथ्वी देवी हंतार स्वागत सनातन धर्म गीतार कहते अभिराम ठाकुर नहेले ये पृथ्वी देवी कौन रहंता ना रही न था ये पृथ्वी देवी रसातलगामी ही जानता। तो से अच्युतानंद महापुरुष कलिजुग भविष्य मालिकार लिखिले सत्य सनातन धर्म होइबटी मूल बाबो होइबटी मूल आन धर्म लोप हेब सुण ब्रज बाळ बाबो सुण ब्रज बाळ कहले धर्म स्थापना करिए प्रभु आसंती जेबे जेबे धर्म ग्लानि होती प्रभु आसिक धर्म स्थापना कर असुर विनाश करी सज्जन मान को पालन कर दुरात्मा मान को विनाश करी सदात्मा मान को पालन कर जुगे जुगे प्रभु सत्य त्रेता द्वापर कली चारि जुगे प्रभु ये काम कर बोले महापुरुष अच्युतानंद जी की तेणु हे ज्ञानी गुणी मंडली शुद्धि जन कहीं महापुरुष एक कथा कहले आज कली जुगरे जदि धर्मर ग्लानि होती बोली आम अनुभव करुचे महात्मा महामुनिषी माने आज जदि अनुभव करिसेंती आज यदि प्रकृति आज तार कोप करिछि आज यदि अन्याय अत्याचार अधर्म जोरे बढ़ी बोली से फल आज यदि रोग व्याधि अकाल मृत्यु संसार जोरे घटुची प्राकृतिक विपर्य मान जोरे घटुची प्रकृतिर नियम उल्लंघन करिছে बोली प्रकृति आज मनीष उपर कोप करी आज विभिन्न बाटर विभिन्न बागरे यदि यदि जन जीवन नष्ट करूची ताले भाविया को हेबो जे धर्मर ग्लानि होईछि। तेणु ये धर्म को स्थापन करने पुणी थे भगवान अवतार ने जात हेबे बोली अच्युतानंद महापुरुष कलिजुग भविष्य मालिकार कहले कौन ना सत्य सनातन धर्म होइबटी मूल बाबो होइबटी मूल आन धर्म लोप हेब सुण ब्रज बाण बाबो सुण ब्रज बाण सत्य सनातन धर्म सनातन सनातन अर्थात जो थरे किसी परिवर्तन हुए ना
ଯାହା ଆଗରୁ ଥିଲା ସୃଷ୍ଟିର ବିନାଶ ଗଲେ ମଧ୍ୟ ରହିଥିବ, ତା ଦ୍ୱାରା କୌଣସି ପରିବର୍ତ୍ତନ ହୁଏ ନାହିଁ। ସେ ଧର୍ମରେ ନୂତନତା କିଛି ଆଉ ସୃଷ୍ଟି ହୁଏ ନାହିଁ। ଯାହା ସନାତନ ସନୂତନ ଅର୍ଥାତ୍ ଆଉ ନୂତନତା କିଛି ହୁଏ ନାହିଁ। ଆମେ ଦେଖୁଛେ ଧୀରେ ଧୀରେ ବିଜ୍ଞାନର ଅଗ୍ରଗତି ଫଳରେ ନୂତନତା ଆସିଛି, ସମାଜରେ ପରିବର୍ତ୍ତନ ହେଉଛି। ଆଗରୁ ଜଙ୍ଗଲରେ ମଣିଷ ରହୁଥିଲା, ଗଛର ବକଳ ପିନ୍ଧୁଥିଲେ, ତା ପୂର୍ବରୁ ଲଙ୍ଗଳା ହେଇକି ବୁଲୁଥିଲେ, ତାପରେ ବକଳ ପିନ୍ଧିଲେ, ତାପରେ ସଭ୍ୟତା ଆଡ଼କୁ ଆମେ ମୁହାଁଇଲେ। ଧୀରେ ଧୀରେ ମଣିଷ ସଭ୍ୟତା ଆଡ଼କୁ ଆଗେଇଛି, ଶିକ୍ଷିତ ହେଇଛି, ସଭ୍ୟ ହେଇଛି, ପରିବର୍ତ୍ତନ ହେଇଛି। କିନ୍ତୁ ସନାତନ ଧର୍ମ ହେଉଛି ସିଏ ଯେଉଁଥିରେ କୌଣସି ପରିବର୍ତ୍ତନ କେବେ ହୁଏ ନାହିଁ। ଯେତେ ପ୍ରଗତିଶୀଳ ହେଲେ ମଧ୍ୟ ସଂସାର, ଯେତେ ପରିବର୍ତ୍ତନ ସଂସାର ହେଲେ ମଧ୍ୟ ସନାତନ ଧର୍ମରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ତାକୁ ହିଁ ସତ୍ୟ ସନାତନ ଧର୍ମ କହନ୍ତି। ଆଉ ସେଇ ଧର୍ମ ଏକା ସଂସାର ରହିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ଯାହା କହିଲେ, ବ୍ରଜରାସରେ ପୁଣି ମହାପୁରୁଷ କହୁଛନ୍ତି କ'ଣ ନା, ଜଗନ୍ନାଥ ଧର୍ମ ଏକା ପୃଥିବୀରେ ରହିବ ବାବୁ, ପୃଥିବୀରେ ରହିବ, ଦେଶେ ଦେଶେ ଦେଉଳ ମା ନଜେ ତୋଳାଇବ ବାବୁ, ନଜେ ତୋଳାଇବ। ଜଗନ୍ନାଥ ଧର୍ମ ଏକା ପୃଥିବୀରେ ରହିବ, ଦେଶେ ଦେଶେ ଦେଉଳ ମାନ ଯେ ତୋଳାଇବ। ମହାପୁରୁଷ ବ୍ରଜରାସରେ ଭବିଷ୍ୟତବାଣୀ କଲେ। ଏଇ ଜ୍ଞାନୀଗଣୀ ମଣ୍ଡଳୀ ସୁଧିଜାନ ଆମେ କହୁନାହୁଁ, ଏ ଜଗନ୍ନାଥ ଧର୍ମ ସତ୍ୟ ସନାତନ ଧର୍ମ, ଇଷ୍ଟ ଆରାଧ୍ୟ ଦେବତା କୋଟି ଓଡ଼ିଆଙ୍କର ଯିଏ ହେଉଛନ୍ତି ପରିଚୟ, ସେ ଜଗନ୍ନାଥ ମହାପ୍ରଭୁ। ଏ ଧର୍ମ ବିଶ୍ୱବ୍ୟାପକ ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ, ଜଗନ୍ନାଥ ପ୍ରଭୁଙ୍କର ପାଦ ପଦ୍ମ ସେବି ବାବୁ, ପାଦ ପଦ୍ମ ସେବି, ମୁନ୍ଦିନ ଅଚ୍ୟୁତ ଦାସ ବୋଲାଉଛି କବି ବାବୁ, ବୋଲାଉଛି କବି। ସନ୍ଥ ଅର୍ଖିତ ଦାସ ହୁଅନ୍ତୁ ବା ସନ୍ଥ ହାଡ଼ିଦାସ ହୁଅନ୍ତୁ, ପଞ୍ଚସଖାମାନେ ହୁଅନ୍ତୁ, ଏ ସମସ୍ତେ ନିଜର ଇଷ୍ଟ ଆରାଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ହିଁ ମାନିଛନ୍ତି, ଇଷ୍ଟ ଆରାଧ୍ୟ ରୂପରେ ମାନିଛନ୍ତି। ତେଣୁ ସେମାନେ ମୁକ୍ତ କଣ୍ଠରେ ଉଦାତ କଣ୍ଠରେ ଉଦ୍ଘୋଷଣା କରିଛନ୍ତି, ସାରା ବିଶ୍ୱବ୍ୟାପକ ହେବେ ଜଗନ୍ନାଥ ଧର୍ମ ସତ୍ୟ ସନାତନ ଧର୍ମ। ଏ କଥା କହିଦେଲେ। ପୁନଶ୍ଚ କପୋତ କପତି ବୋଲିରେ ମହାପୁରୁଷ କହିଲେ, ଧର୍ମରେ ଉଦୟ ହୁଆଇ ସିନ୍ଧୁ, ଧର୍ମରେ ଉଦୟ ହୁଆଇ ସିନ୍ଧୁ, ଧର୍ମରେ କୂଳ ଲଙ୍ଘଇ ସିନ୍ଧୁ, ଧର୍ମରେ କୂଳ ଲଙ୍ଘଇ ସିନ୍ଧୁ। ଧର୍ମ ଯେ ପର୍ଯ୍ୟନ୍ତ ସଂସାରରେ ଥିବ, ଯେ ପର୍ଯ୍ୟନ୍ତ ଧର୍ମ ପରିବ୍ୟାପ୍ତ ହେଇଥିବ, ସଂସାର ଧର୍ମ ଥିବା ପର୍ଯ୍ୟନ୍ତ କପୋତ କପତି ବୋଲିରେ କହୁଛନ୍ତି, ଧର୍ମରେ ଉଦୟ ହୁଏ ସିନ୍ଧୁ, ଧର୍ମ ଥିଲେ ସିନ୍ଧୁ, କୂଳ ଲଙ୍ଘନ କରିବ ନାହିଁ, ଧର୍ମରେ କୂଳ ନ ଲଙ୍ଘଇ ସିନ୍ଧୁ। ଆଉ ଧର୍ମରେ ପୃଥ୍ୱୀ ଯେ ଦିଆଇ ଫଳ, ଧର୍ମରେ ପୃଥ୍ୱୀ ଯେ ଦିଆଇ ଫଳ, ଧର୍ମର ପାଶେ ପରମ ମଙ୍ଗଳ, ଧର୍ମର ପାଶେ ପରମ ମଙ୍ଗଳ। ଧର୍ମରେ ପୃଥ୍ୱୀ ଯେ ଦିଆଇ ଫଳ, ଏ ପୃଥିବୀ ଯଦି ଫଳ ଦଉଛି, ଶସ୍ୟ ଦଉଛି, ତାହା କେବଳ ଧର୍ମ ଅଛି ବୋଲି। ଧର୍ମ ନାହିଁ ତ ପୃଥିବୀ ଶସ୍ୟ ଦେବ ନାହିଁ। ଆଉ ଧର୍ମର ପାଶେ ପରମ ମଙ୍ଗଳ, ଧର୍ମ ପାଖରେ ଥିଲେ ତୁମର ପରମ ମଙ୍ଗଳ ହେବ। ରେ କଳି ଯୁଗର ମଣିଷ ଧର୍ମ ଛଡ଼ା ହନା। ଆଉ ଧର୍ମରେ ରାଜା ପାଳଇ ପରଜା, ଧର୍ମରେ ରାଜା ପରଇ ପରଜା, ଧର୍ମ ହୁଁ ପୁଣ ନାହିଁ ଆନ ଦୋଜା, ଧର୍ମ ହିଁ ପୁଣ ନାହିଁ ଆନ ଦୋଜା। ଧର୍ମରେ ରାଜା ପାଳଇ ପରଜା, ରାଜା ମାନେ ପ୍ରଜା ପାଳନ କରୁଥିଲେ ଧର୍ମ ନୀତି ଦ୍ୱାରା। ତେଣୁ ରାଜା ସଂସାରରେ ଆପଣ ଦେଖନ୍ତୁ, ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନେ, ସକାଳ ଉଦୟ ହେବା, ସନ୍ଧ୍ୟା ସମୟରେ ଅସ୍ତ ହେବା, ଇଏ ହେଉଛି ସୂର୍ଯ୍ୟ ଗୋଟେ ଧର୍ମ ବାଟରେ ରହିଛନ୍ତି, ଧର୍ମ ପଥରେ ସେ ପଥିକ, ତା ଧର୍ମକୁ ସେ ତ୍ୟାଗ କରୁନାହାନ୍ତି। ସୂର୍ଯ୍ୟ
ଦେଖନ୍ତୁ ଧ୍ୟାନ ଦେବେ ଏ କଥା ଉପରେ। ଅମାବାସ୍ୟା ଦିନ ଚନ୍ଦ୍ର କିରଣ କେବେଲେ ଦିଅନ୍ତେ ନାହିଁ। ପୂର୍ଣ୍ଣିମା ଦିନ ପୂର୍ଣ୍ଣ ଚନ୍ଦ୍ର ଉଦୟ ହୁଅନ୍ତି। ଧର୍ମରେ ସେ ଅଛନ୍ତି, ତାଙ୍କ ଧର୍ମକୁ ସେ ପାଳନ କରିକି ଅଛନ୍ତି ନାଇଁ। ତେଣୁ ସେଇଥିପାଇଁ କହିଲେ ଧର୍ମରେ ରାଜା ପାଳଇ ପରଜା, ଧର୍ମ ପୁଣ ନାହିଁ ଆନ ଦୁଜା। ଧର୍ମ ଛଡ଼ା ଆନ ଦୁଜା ନାହିଁ। ଯାହା ଯେଉଁ କଥାକୁ କପତ କପଲେ କୁହାଯାଇଛି ସେଇ କଥାକୁ ଅଚ୍ୟୁତାନନ୍ଦ ମହାପୁରୁଷ ହରିବଂଶରେ କହିଲେ। କ'ଣ କହିଛନ୍ତି? କ୍ଷମା କରିବ ଦୋଷୀ ଠାରେ, କ୍ଷମା କରିବ ଦୋଷୀ ଠାରେ, ଦୟା କରିବ ଜୀବ ଠାରେ, ଆଉ ଦୟା କରିବ ଜୀବ ଠାରେ। ଏ ଚାରି ଲକ୍ଷଣ ଯାର, ଏ ଚାରି ଲକ୍ଷଣ ଯାହାର, ଧାର୍ମିକ ବୋଲି ତୁ ହି ଜାଣ, ଧାର୍ମିକ ବୋଲି ତୁ ହିଁ ଜାଣ। ସତ୍ୟ ଶାନ୍ତି ଦୟା କ୍ଷମା ଯାହା ଭିତରେ ଅଛି ନା, କଳି ଯୁଗରେ ଆପଣ ଜାଣନ୍ତୁ ସେ ଧାର୍ମିକ, ତାକୁ ଧାର୍ମିକ ବୋଲି ଆପଣ ଜାଣିବେ। ଅଚ୍ୟୁତାନନ୍ଦ ମହାପୁରୁଷ ସେଇ କଥା କହିଲେ ହରିବଂଶରେ। ତେଣୁ ଧର୍ମ ଛଡ଼ା ନା ଧର୍ମକୁ ଧରିକି ରହ। ଆଉ ଏଇ ଧର୍ମ ଡଙ୍ଗାରେ ତୁ ବସିଥିଲେ ପ୍ରଭୁ ନିଶ୍ଚିତ ତତେ ଭବସାଗରରୁ ପାରି କରିଦେବେ ରେ କଳି ଯୁଗର ମଣିଷ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀ ଜାନି, ଆଜି ତ ସମୟ ହେଇଛି, ତ ଆସନ୍ତୁ ବାଣିକି ଏଇଠାରେ ବିରାମ ଦେବା, କିନ୍ତୁ ପ୍ରଭୁଙ୍କର ନାମ ଟିକେ ନେବା। ହରି ହରି ଘୋଷା ପାପ ତାପ ନାଶ, ଶରଣ ସାରୋଜ ପାଦେ, ଶରଣ ସରୋଜ ପାଦେ। ಯಥುವಳಿ ಭಾವ ଆଉ ନ ମିଳିବ, ନ ମିଳନ୍ତି ହରି ବେଦେ, ନ ମିଳନ୍ତି ହରି ବେଦେ। ହରି ବୋଲ ହରି ବୋଲ, ହରି ହରି ବୋଲ, ହରି ବୋଲ ହରି ବୋଲ, ହରି ହରି ବୋଲ। କେଶବ ମାଧବ ଗୋବିନ୍ଦ ବୋଲ, କେଶବ ମାଧବ ଗୋବିନ୍ଦ ବୋଲ। রাধে হরি বল হরি বল, হরি হরি বল, হরি ବୋଲ ହରି ବୋଲ, ହରି ହରି ବୋଲ। ସୁଧୀ ଜାନି ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।